ମୁଁ ଭୀମପୁରା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସାଇଲକ୍ଷ୍ମୀ ପୋଇ। ମୁଁ ଓ ଆମ ଟିମ୍ ବିକଶିତ ଭାରତ ପାଇଁ ଆତ୍ମନିର୍ଭର ଭାରତରେ ଏହି ପ୍ଲାଷ୍ଟିକ୍ ଜିନିଷ ଗୁଡ଼ିକରେ କିଛି କ୍ରାଫ୍ଟ ବନେଇଛେ। ଏହା ଆମକୁ ଆତ୍ମନିର୍ଭରଶୀଳ ମଧ୍ୟ କରିପାରିବ। ଆମ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଜିନିଷ ଯଥା ଏହି ପାଣି ବୋଟଲ, ଥଣ୍ଡା ପାନୀୟ, ମସଲା ଜିନିଷ ଓ ତେଲ, ଫିନାଇଲ୍ ଓ ପ୍ରସାଧନ ସାମଗ୍ରୀକୁ ଆମେ ଏହି ପ୍ଲାଷ୍ଟିକ୍ ଜିନିଷ ମାଧ୍ୟମରେ ଆଣିଥାଉ। ଏହି ଜିନିଷ ଗୁଡ଼ିକର ବ୍ୟବହାର ସରିଗଲା ପରେ ଆମେ ଅନେକ ବହୁତ ଲୋକ ଏହାକୁ ତେଣେ ଫୋପାଡ଼ିଥାନ୍ତି। ଏହି ଜିନିଷ ଗୁଡ଼ିକ ମାଟିରେ ପଡ଼ିବା ଦ୍ୱାରା ମାଟି ବିଷାକ୍ତ ହୁଏ। ମାଟି ବିଷାକ୍ତ ହେବା ଦ୍ୱାରା ମାଟିରୁ ଉତ୍ପନ୍ନ ହେଉଥିବା ଖାଦ୍ୟ ଖାଇ ଆମ ପେଟରେ ବିଭିନ୍ନ ରୋଗ ସୃଷ୍ଟି ହୁଏ, ଯାହାଫଳରେ ଚର୍ମ ରୋଗ ହୋଇଥାଏ ଓ ବାୟୁମଣ୍ଡଳ ମଧ୍ୟ ଦୂଷିତ ହୋଇଥାଏ। ଏହି ପ୍ଲାଷ୍ଟିକ୍ ଜିନିଷ ଗୁଡ଼ିକ ମାଟିରେ ପଡ଼ିବା ଦ୍ୱାରା ପାଣିକୁ ମାଟି ଭିତରକୁ ଛାଡ଼ି ନଥାଏ, ଯାହାଫଳରେ ଜଳସ୍ତର ହ୍ରାସ ପାଉଛି। ଜଳସ୍ତର ହ୍ରାସ ପାଇବା ଦ୍ୱାରା ପାଣି ଟ୍ୟାପ୍ ନଳକୂପରେ ବାହାରୁଥିବା ପାଣି କମିଯାଉଛି। ପ୍ଲାଷ୍ଟିକ୍ ସହିତ ଘରୁ ବାହାରୁଥିବା ବଳକା ପେପରକୁ ନେଇ କିପରି କ୍ରାଫ୍ଟ ତିଆରି କରି ଘର ସଜାଇ ପାରିବା, ତାହାକୁ ମୁଁ ଦେଖାଇବାକୁ ଯାଉଛି। ଯେପରିକି ଏହି ଫୁଲକୁ ଆମେ କିଛି ବଳକା ପେପର ନେଇ ତିଆରି କରିଛେ, ଏହାକୁ ଆମେ ଘର ସଜାଇବା କାମରେ ବି ଲଗାଇ ପାରିବା। ଯେପରିକି ଏହି ଫୁଲକୁ ଛୋଟ ବଳକା କାଗଜ ଦ୍ୱାରା ପ୍ରସ୍ତୁତ କରି ଘର ସଜାଇବା କାମରେ ଲଗାଇ ପାରିବା। ବିଭିନ୍ନ ସବୁ କାଗଜରେ ଆହୁରି ସବୁ ଫୁଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହି ଘରକୁ ଆମେ ଟେବୁଲ ଉପରେ ରଖି ସୁନ୍ଦର ଦେଖାଯିବା ପାଇଁ ରଖିପାରିବା। ଏହି ପ୍ଲାଷ୍ଟିକ୍ରେ ଆମେ କେମିତି କିଛି କ୍ରାଫ୍ଟ ବନେଇ ପାରିବା। 3ଟି ବୋଟଲକୁ କାଟି ମୁହଁକୁ କାଟି ଏଥିରେ ସବୁ ଲଗା ହେଇଛି। ଏହିସବୁ ପତ୍ରକୁ କାଟିକି ବନାଯାଇଛି। ଏହି ପ୍ଲାଷ୍ଟିକ୍ ଓ ପେପରକୁ ବ୍ୟବହାର କରି ଆମେ କ୍ରାଫ୍ଟ ବନେଇ ଘରରେ ସଜାଇ ପାରିବା ଓ ଏଭଳି ବିଭିନ୍ନ ପ୍ରକାର କ୍ରାଫ୍ଟ ବନେଇ ଆମେ ବଜାରରେ ମଧ୍ୟ ବିକ୍ରି କରିବା।